ସରିଗଲାଣି। ଚଲ ଚଲ ଭିତରକୁ ଚାଲ। ଆସ ଆସ। ଆପଣ ତ ସମ୍ପୂର୍ଣ୍ଣ ଭୁଲ ହେଇଗଲେ। ମତେ ଶ୍ରୋତା କାଲି ଯାହା କହିଲେ ମୁଁ ତ ଭାବୁଥିଲି ଆପଣ ଦୁଇ ଚାରି ଦିନ ଗୋଟେ ବେଡ଼ରେ ପଡ଼ିକି ରହିବେ। ସେଇଥିପାଇଁ ମୁଁ ଆପଣଙ୍କୁ ଦେଖିଦେବାକୁ ଯାଉଥିଲି। ଯାହା ହଉ ଠାକୁରଙ୍କ ଆଶୀର୍ବାଦରୁ ଆପଣ ବହୁତ ଶୀଘ୍ର ଭଲ ହେଇଗଲେ। ସତରେ ବାବୁ ଆପଣ ଏତେ ଶୀଘ୍ର ଯେ ଭଲ ହେଇଯିବେ ମୁଁ ବିଶ୍ୱାସ ବି କରିପାରୁଛି। ଆରେ ଭଲ ହବା ପାଇଁ ଦ୍ୱାରା ମୁଁ ବାଧ୍ୟ। କାହିଁକି ନା ତୁଳସୀର ଶୁଭ ନଜର ସବୁବେଳେ ଏ ଘର ଉପରେ ଅଛି। ତାଙ୍କର ଭଲ ନଜର ଆରେ ମତେ ତ ଲାଗୁଛି ଏ ଘରେ କେହି ଅସୁବିଧାରେ ପଡ଼ିବେନି। କାହିଁକି ନା ଘରର ବହୁ ଘରକୁ ଫେରି ଆସୁଛି। ଏବେ ତ ଘର ମତେ খুব ହସିଲେ ପୁରିଲେ ଫେରି ଆସୁଛି। ମାମୁଁ ଏ ବୁଢ଼ୀ ପାଗେଳି ହେଇଗଲାଣି ଲାଗୁଛି। ଯୋଉ ତୁଳସୀ ମରିକି ତାର ପୁନର୍ଜନ୍ମ ହେଇସାରିବନି ସେଇ ବୁଢ଼ୀକି ଫେରି ଆସୁଛି ବୋଲି ଲାଗୁଛି। କାଲି କାଢା ମାଉସୀଙ୍କ ଉପରେ ଭଲ ପ୍ରଭାବ ପକେଇଛି। ଆଉ ସେଇଥିପାଇଁ ମାଉସୀ ଆଜି ଏତେ ଖୁସି ଜଣା ପଡୁଛନ୍ତି। ତୁ ଠିକ କରୁଛୁ ଶ୍ରୋତା। ମୁଁ ଖାଲି କାଢା କିନ୍ତୁ ଭଲ ହେଉନି, ବରଂ କାଢା ତିଆରି କରୁଥିବା ଲୋକର ପରିଶ୍ରମ ଯୋଗୁଁ ଭଲ ହେଇଯାଇଛି। ଦେଖିଲୁ ତ ମୁଁ କଫ୍ ସିରପ ନ ପିଇକି କେମିତି ଭଲ ହେଇଗଲି। ମୁଁ ଜାଣିଦେଲି ମା ସେସବୁ ଇଚ୍ଛା ଖାତାର କଥା। ଠିକ ଅଛି ଏବେ ଯେତେବେଳେ ମାଉସୀ ସମ୍ପୂର୍ଣ୍ଣ ସୁସ୍ଥ ହେଇସାରିଲେ ତାର ସମସ୍ତ ବ୍ୟବସ୍ଥା ଲୋକ ଖାଇବା କଣ ତୁ ଆଶା ପାଇଁ ଦେଉଛୁ ସେଟା? ହଁ ମାଉସୀ, ଆଶାର ଏ ଅବସ୍ଥାରେ ବାରମ୍ବାର ତଳକୁ ହେବାଟା ଠିକ ହବନି। ସେଇଥିପାଇଁ ଭାବୁଛି ତା ପାଇଁ ତାଙ୍କୁ ଖାଇବା ମନେ ଯିବି। ଠିକ ଅଛି, ଏଥିରେ ଆଉ ଦିଟା ପରଟା, ଆଉ କିଛି ତରକାରୀ, ଆଉ ଗୋଟେ ଗ୍ଲାସ ଜୁସ୍ ନେଇକି ଯା। କାହିଁକି ମାଉସୀ ଏଭଳି ଖାଇବା ପାଇଁ ଆଶା ଖାଇପାରିବନି? ଯାଆସ ନା ପିଲା ଥିଲେ ଏଇ ଗୁଣା ଖାଇବା ପାଇଁ ଇଚ୍ଛା ହୁଏ। ତୁ ଦେଖିବୁ ତୁ ତଳକୁ ଆସିଲା ବେଳକୁ ମୋ ହାତରେ ଖାଲି ପ୍ଲେଟ୍ ଥିବ।